মহারা মহামন্ত্রী সুজ্ঞানী শ্রীচন্দন মহারা ଆମ ରାଜ୍ୟ କର୍ଣ୍ଣାଟକର ସମସ୍ତ ପ୍ରଜା ଆନନ୍ଦିତ ତ ହଁ ମହାରା ଶତ୍ରୁ ଭୟ ଚର ଭୟ ନାହିଁ ତ ରାଜ୍ୟେ ସୈନ୍ୟ ସେନାପତି ସମସ୍ତେ ପରିଷଦ ବର୍ଗେ ନ୍ୟାୟରେ ଶାସନ କରୁଛନ୍ତି ତ ମହାମନ୍ତ୍ରୀ। ହଁ ମହାରା ଆପଣଙ୍କ ଭଳି ନ୍ୟାୟବନ୍ତ ଜ୍ଞାନୀବନ୍ତ ଧର୍ମବତ ରାଜାଙ୍କ ରାଜ୍ୟରେ ପୁଣି ଅଶାନ୍ତି ଘଟିବ ଏହା ଅସମ୍ଭବ ମଣିବା। ଆପଣ ଠିକ କହିଛନ୍ତି ତ। ହଁ ମହାରା ଆପଣଙ୍କର ବିରକ୍ତ ଗାଥା ଶୁଣି ପ୍ରଜାଗଣ ଶତମୁଖ ପଡ଼ୋଶୀ ରାଜାଗଣ ଶୁଣି ଭୟଭୀତ ମଣିବା। ଏଥିରେ ଭୟ କରିବାର କାରଣ ନାହିଁ ମହାରା। ଧନ୍ୟ ଧନ୍ୟ ମହାମନ୍ତ୍ରୀ ଧନ୍ୟ ତୁମେ ମହା ସାଧିରେ ଗମନ୍ତେ কর্ণাটক নৃপতি প্রভু পাদে দেইছি তা প্রভু পাদে দেইছি তা মহারা সাধিরে গমন্তে কর্ণাটক নৃপতি প্রভু পাদে দেইছি তা প্রভু পাদে দেইছি তা সঙ্গে খেলে মন্ত্রী সুজ্ঞানী প্রবরা সঙ্গে খেলে মন্ত্রী সুজ্ঞানী প্রবরা রাজা কাজে উপস্থিত রাজা কাজে উপস্থিত সাধিরে গমন্তে কর্ণাটক নৃপতি প্রভু পাদে দেইছি তা প্রভু পাদে দেইছি তা কুহ মন্ত্রী বারা রাজা সমাচারা অশান্তি কি প্রজা মোরা মহারা ଆମର এই ସରକାର ପ୍ରଜାଗଣ ସମସ୍ତେ ଘରେ ଅଛନ୍ତି। ତାଙ୍କ ଭଲ ମନ୍ଦ ବୁଝିବାନି ମନ୍ତେ ମନ ହୁଏ ଅସ୍ଥିର ଦର୍ଶନ ବଳେ ଆକଣ୍ଠିତ ଚିତ୍ତେ ଦର୍ଶନ ବଳେ ଆକଣ୍ଠିତ ଚିତ୍ତେ ପ୍ରକାଶକ ରାୟ ତାର ପ୍ରକାଶକ ରାୟ ତାରା ସାଧିରେ ଗମନ୍ତେ କର୍ଣ୍ଣାଟକ ନୃପତି ପ୍ରଭୁ ପାଦେ ଦେଇଛି ତା ପ୍ରଭୁ ପାଦେ ଦେଇଛି ତା প্রভু পাদে দেইছি
ସୀତା ମହାମନ୍ତ୍ରୀ ସୁଜ୍ଞାନୀ ଶ୍ରୀଚନ୍ଦନ ମହାରାଜ ଆମ ରାଜ୍ୟ କର୍ଣ୍ଣାଟକର ସମସ୍ତ ପ୍ରଜାବୃନ୍ଦ ଆନନ୍ଦରେ କାଳ ଯାପନ କରୁଛନ୍ତି ତ ମହାମନ୍ତ୍ରୀ। ମହାରାଜ ଆମର ଏହି କର୍ଣ୍ଣାଟକ ରାଜ୍ୟର ସମସ୍ତ ପ୍ରଜାଗଣ ସୁଖରେ କାଳ ଯାପନ କରୁଛନ୍ତି। ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପାଦନ କରାଯାଉଛି। ଆପଣ ଚିନ୍ତା କରିବାର ଆବଶ୍ୟକ ନାହିଁ। ତୁମେ ସତ୍ୟ କହୁଛ ମହାମନ୍ତ୍ରୀ। ମହାରାଜ ତାହେଲେ ଶୁଣନ୍ତୁ ମହାରାଜ, ତାହେଲେ କୁହନ୍ତୁ ମନ୍ତ୍ରୀ ମହାଶୟ। ଶୁଣନ୍ତୁ ମଣିମା ମହରଗୀର ଯାହା ପୂଜା କଲେ ସଭାମଚାର ଶାସନରେ ନାହିଁ ବିଷାଦ ରାଜ୍ୟବାସୀ ଗଣ ଅତି ଆନନ୍ଦରେ ରାଜାର ସୁସମାଚାର ଯେ କୁଶଳେ ଅଛନ୍ତି ପ୍ରଜାବାସୀ ଗଣ ଏଥିରେ ନାହିଁ ସନ୍ଦେହ ଯେ ଧୀରପଣେ ତୁମେ ପ୍ରଜାବତ୍ସଳ ଦୁଃଖୀ ରନ୍ତି ପାଇଁ ମନ ନିର୍ମଳ ଚଉଦିଗେ ଉଡ଼େ ତୁମରି ବାନା ନାହିଁ ଏହି ରାଜେ ଦୁଃଖ ଦାତନା ଯେ ନାହିଁ ଶୋଚନା ସେ ପାଇ ଯେ ଜଗସନ ବୋଳେ ଭାବରେ ମଣିମା ମନୁ ଚିନ୍ତା କର ଦୂର ଯେ ମହାମନ୍ତ୍ରୀ ଶିବାନ୍ତରୀ ସୈନ୍ୟଗଣ ଯୋଡ଼ି ଯାଇଛନ୍ତି। ଆଉ ସବୁ ସୈନ୍ୟ ଶିବାନ୍ତରୀ ରହି ସଦା ସର୍ବଦା ଜାଗୃତ ଅଛନ୍ତି ମହାରାଜ। ଚୋର ଭୟ ପ୍ରାଚୁରୀ କୌଣସି ଅସୁବିଧା ନାହିଁ ମହାରାଜ। ଆପଣ ସତ୍ୟ କହୁଛନ୍ତି ମହାମନ୍ତ୍ରୀ। ମୁଁ ସତ୍ୟ କହୁଛି ମହାମନ୍ତ୍ରୀ ମହାରାଜ। ମୁଁ ସଦା ସର୍ବଦା ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି କି ପ୍ରଜା କୁଳ କୋଟିଳରେ ରହିଥାନ୍ତି ମହାମନ୍ତ୍ରୀ। ମହାରାଜ ଆପଣଙ୍କ ପରିବାର ସମ୍ପର୍କରେ ମୁଁ ଶୁଣିବାକୁ ପାଇଲି ଆପଣଙ୍କ ପୁତ୍ର ଶ୍ରବଣର ଜନ୍ମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଆପଣ ସ୍ଥିର କରିଛନ୍ତି। ମହାରାଜ ମୋର ପୁତ୍ର ଶ୍ରବଣ କୁମାରର ଜନ୍ମ ବାର୍ଷିକ ଉତ୍ସବ ଆଗାମୀ ଏହି ଅଳ୍ପ ଦିନ ମଧ୍ୟରେ ପାଳନ କରାଯିବ ମହାରାଜ। ଉତ୍ତମ, ଅତି ଉତ୍ତମ ମହାମନ୍ତ୍ରୀ। ମହାରାଜ ମହାମନ୍ତ୍ରୀ ଆପଣ ଜାଣନ୍ତି ମୋର ସୁପୁତ୍ରୀ ମିତାଲିର ମଧ୍ୟ ଅଳ୍ପ ଦିନ ମଧ୍ୟରେ ପ୍ରଥମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ମୁଁ ସ୍ଥିର କରିଛି। ମହାରାଜ ଆମେ ଯଦି ଦୁଇ ପରିବାର ଏକାଠି ଏଇ ଆମ ରାଜଭବନରେ ଏକା ସାଙ୍ଗରେ ପାଳନ କରନ୍ତେ ତାହେଲେ କେମିତି ହୁଅନ୍ତା ମହାମନ୍ତ୍ରୀ? ଏ ତ ଉତ୍ତମ ପ୍ରସ୍ତାବ ମହାରାଜ। ଆପଣ ମୋତେ ଆପଣଙ୍କ ପରିବାରରେ ସାମିଲ କରି ମୋତେ ଧୈର୍ଯ୍ୟ କରିଛନ୍ତି ମହାରାଜ। ଆଉ ମୋର ଧର୍ମପତ୍ନୀ ସୁରଭି ଯଦି ଜାଣିଲି ସେ ତ ଅତ୍ୟନ୍ତ ଖୁସି ହେବ ମହାରାଜ। ସତ୍ୟ କହୁଛ ମହାମନ୍ତ୍ରୀ। ନିଶ୍ଚୟ ମହାରାଜ। ମହାମନ୍ତ୍ରୀ ମହାରାଜ ତାହେଲେ ରାଜ୍ୟରେ ଘୋଷଣା କରିଦିଅନ୍ତୁ ଅଳ୍ପ ଦିନ ମଧ୍ୟରେ ଆମ ପୁତ୍ରମାନଙ୍କର ଜନ୍ମ ବାର୍ଷିକ ଉତ୍ସବରେ
ସମସ୍ତ ପ୍ରଜା ଉପସ୍ଥିତ ହୋଇ ଉପଭୋଗ କରିବେ। ଠିକ ଅଛି ମହାରାଜ, ଆପଣଙ୍କ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ ସୁଖରେ ସୁଖରେ ସମାପନ ହେବ। ମହାମନ୍ତ୍ରୀ, ମହାରାଜ ଆଜିର ରାଜ୍ୟସଭା କାର୍ଯ୍ୟକୁ ଏତିକିରେ ଥକିତ ରଖାଯାଉ। ଆଜିର ରାଜ୍ୟସଭା କାର୍ଯ୍ୟକୁ ଏତିକିରେ ଥକିତ ରଖାଯାଉ। ଆଗାମୀ ଅନ୍ୟ ପ୍ରସଙ୍ଗ ଉପରେ ଆମେ ଆଲୋଚନା କରିବା। ତାହେଲେ ଆସନ୍ତୁ ମହାମନ୍ତ୍ରୀ, ଆମେ ଚାଲିଯିବା ରାଣୀହଂସପୁରକୁ। ତାହେଲେ ଚାଲନ୍ତୁ ବଡ଼ିମା, ତେବେ ଆସନ୍ତୁ ମହାମନ୍ତ୍ରୀ। ଚାଲନ୍ତୁ।